ପୁଅକୁ ଧୂପ ଦୀପ ବୁଲାଇ ବନ୍ଦାପନା କରାଯାଉଛି। ଘରକୁ ପାଛୋଟି ନେବାକୁ ଯେମିତି ପରିବାର ଲୋକେ ପୁରା ପ୍ରସ୍ତୁତି କରିଛନ୍ତି। ବୁଢୀ ମା ପୁଅକୁ ମିଠା ଖୁଆଇ ଦେଉଛି। ମା ପୁଅଙ୍କର ଏହି ମିଳନ ଦେଖି ଗାଁ ଲୋକଙ୍କ ଆଖିର ଲୁହ ବୁଲ ମାନୁନି। 19 ବର୍ଷର ପୁଅ ଏବେ ବୁଢା ହେଇଗଲାଣି। ଦୀର୍ଘ 45 ବର୍ଷ ପରେ ମା ପୁଅଙ୍କର ଦେଖା ହେଉଛି। ଏହି ପୁଅକୁ ଚାହିଁ ଚାହିଁ ବାପା ଆର ପାରିକୁ ଚାଲିଗଲେଣି। ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସବଙ୍ଗ ପଞ୍ଚାୟତ କୁଣ୍ଡି ଗାଁର। এই ଗାଁରେ ରବୀନ୍ଦ୍ର ଜେନାଙ୍କ ବଡ଼ ପୁଅ ବସନ୍ତ 45 ବର୍ଷ ପରେ ଘରକୁ ଫେରିଛି। ରବୀନ୍ଦ୍ରଙ୍କ ବଡ଼ ପୁଅ ବସନ୍ତ 45 ବର୍ଷ ପୂର୍ବେ ବାପାଙ୍କ ସହିତ କୌଣସି କାରଣରୁ ଝଗଡ଼ା କରି ଘରୁ କଲିକତା ପଳେଇ ଯାଇଥିଲେ। ଆଉ ସେଠାରେ ଏକ କାରଖାନାରେ କାମ କରୁଥିବା ବେଳେ ପରିବାର ଲୋକଙ୍କ ସହିତ ଶେଷ ଯୋଗାଯୋଗ କରିଥିଲେ। ହେଲେ ତା ପରଠୁ ଆଉ କୌଣସି ସନ୍ଧାନ ନଥିଲା। ଘର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ବସନ୍ତଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା। ଆଉ ଏବେ ବାପା ମାଙ୍କ କଥା ମନେ ପଡ଼ିବାରୁ ବସନ୍ତ ପଚାରି ପଚାରି ଘରେ ଆସି ପହଞ୍ଚିଛନ୍ତି। ପୁଅକୁ 45 ବର୍ଷ ପରେ ପାଇ ମାର ଖୁସି କହିଲେ ନ ସରେ। କେବଳ ମା କାହିଁକି, ପୁରା ଗାଁ ଯେମିତି ଖୁସିରେ ଲୁହ ଝରଉଛି। ବସନ୍ତ ଏବେ କଲିକତାରେ ରହୁଛନ୍ତି। ସେଠାରେ ବିବାହ ମଧ୍ୟ କରିଛନ୍ତି। ଆଉ ତାଙ୍କ ପୁଅର ମଧ୍ୟ ବାହାଘର ହୋଇଯାଇଛି। ଏ ଖବର ଶୁଣି ସମସ୍ତେ ଖୁସି ପ୍ରକଟ କରୁଛନ୍ତି। ଆଉ ମା 19 ବର୍ଷର ପୁଅକୁ ବିଦା କରି ଆଜି ଦେଖୁଛି 45 ବର୍ଷର ବୁଢା ପୁଅକୁ। ଆଉ ତାକୁ କୁଳେଇ ନେଇ ମିଠା ଖୁଆଇ ସେ ଏବେ ଖୁସିରେ ଥଥୟ ହେଇଯାଉଛି। 18-19 ବର୍ଷ ଯାଇଛି, ପ୍ରାୟ 40 ବର୍ଷ ପରେ ଘରକୁ ଆସିଛି। କାରଖାନା କାମ କରୁଥିଲି। କାରଖାନା କାମ করতে করতে 90 সালে বিবাহ করি। 90 সাল পর্যন্ত এই পর্যন্ত চলছে। ওর একটি ঝিও বিবাহ হয়ে গেছে। 2 মাস ধরে আধ করে ঘরে যে মন কাম করছিল আর কি। ওর বাপের সঙ্গে একটু মতো মিল ছিল না আর কি। হাওড়া থেকে ট্রেনে এসেছি, বালেশ্বর নেমেছি। বালেশ্বর বস ওঠে মারকুনা থেকে অটো ধরে তারপরে এইখানে আসে নামেছি। তার একজন পচারলি রবীন্দ্র জানা ঘর কোনটা, ওই একজন আমার চিনতে পেরে চিনেছি। বলে তোর নাম বসন্ত না? মানে আমার বসন্ত। তো আমার ভাই ওখানে ঠিক হয়েছিল, বলে তো ভাইকে নিয়ে যা, ভাই এসছে আর কি। তারপরে ঘরକୁ আসছে। 18-19 ବର୍ଷ ବୟସରୁ ସେ ଯାଇଥିଲେ। ଦୀର୍ଘ 40-45 ବର୍ଷ ନିଖୋଜ ଥିଲେ। ଏବେ ସେ ଗତ ସୋମବାର ଦିନ ଘରକୁ ଫେରିଛନ୍ତି। ଏଇଟା ତାଙ୍କ ପରିବାରର ଖୁସି ସହିତ ଗାଁ ଆଖପାଖ ଗାଁ ବି ଖୁସି ଅଛନ୍ତି। ପ୍ରଥମେ ତାଙ୍କ ମା ଚିହ୍ନିଲେ, ମା ଭାଉଜ ଭଉଣୀ ଏମାନେ ପ୍ରଥମେ ଚିହ୍ନିଲେ। ତାପରେ ଗାଁ ଲୋକ କହିଲେ ଯେ ମୁଁ ଏମିତି ଗୋଟେ ବାପାଙ୍କ ସହିତ ବଚସା ହେଇକି ପଳେଇ ଯାଇଥିଲି, ଆଉ ସେଥିପାଇଁ ଆସୁନଥିଲି ଆଉ।